ଦଳୀୟ ସଭାରେ ଗାଳିଗୁଲଜ ପରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିବା ପରେ ସାଧାରଣ ଜନତା ହଇରାଣ ହେଉଥିବା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ବଡ଼ମାଳ ପଞ୍ଚାୟତରେ। ଗତ 2 ଦିନ ଧରି ବଡ଼ମାଳ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁରି ରହିଥିବା ଯୋଗୁଁ ଦୂର ଦୂରାନ୍ତରରୁ ନିଜ ନିଜର କାର୍ଯ୍ୟ ନେଇ ଆସୁଥିବା ସାଧାରଣ ଜନତା ନାହିଁ ନଥିବା ହଇରାଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ କାର୍ଯ୍ୟାଳୟରେ ରାଜୀବ ଭବନରେ ଗତ 13 ତାରିଖ ରବିବାର ଦିନ ଏକ ଦଳୀୟ ସଭା ଆୟୋଜନ ହୋଇଥିଲା। ଏହି ସଭାରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଦଳୀୟ କର୍ମକର୍ତ୍ତାମାନେ ଆସିଥିଲେ। ମାତ୍ର ଆଲୋଚନା ବେଳେ କୌଣସି ବିଷୟକୁ ନେଇ ଉପସ୍ଥିତ ମହଲଙ୍କ ମଧ୍ୟରେ ତୀବ୍ର ପାଟିତୁଣ୍ଡ ଓ ଗାଳିଗୁଲଜ ହୋଇଥିଲା। ଏପରିକି ଅସନ୍ତୁଷ୍ଟ ମହଲକୁ ସମର୍ଥନ କରି ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ନାୟବ ସରପଞ୍ଚ ତାଲା ଠୁଙ୍କି ଚାଲି ଯାଇଥିଲେ। ନାୟବ ସରପଞ୍ଚ କାର୍ଯ୍ୟାଳୟରେ ତାଲା ପକାଇବା ସୂଚନା କୌଣସି ଅଧିକାରୀ, ସରପଞ୍ଚ ତଥା ଗ୍ରାମବାସୀଙ୍କୁ ମଧ୍ୟ ଜଣାଇ ନଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିବା ଘଟଣାରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏକ ସଭା ହୋଇଥିଲା। ଦୁର୍ଭାଗ୍ୟକୁ ନାୟବ ସରପଞ୍ଚ ଉକ୍ତ ସଭାରେ ଯୋଗ ଦେଇନଥିଲେ। ତେବେ କେଉଁ କାରଣକୁ ନେଇ କିଏ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଛନ୍ତି ସେ ନେଇ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଲୋକେ ଭତ୍ତା ଓ ବିଭିନ୍ନ କାର୍ଯ୍ୟ ପାଇଁ ଅଫିସ ଫାଟକରେ ତାଲା ପଡ଼ିଥିବା ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଅଭିଯୋଗ ହୋଇଛି। ନିକଟରେ ସରକାରଙ୍କ ଆୟୁଷ୍ମାନ କାର୍ଡ଼ର ଶୁଭାରମ୍ଭ ହୋଇଛି। ଏଣୁ ବିଭିନ୍ନ ସମୟରେ ଜନସାଧାରଣ ପଞ୍ଚାୟତକୁ ଆସି ଆୟୁଷ୍ମାନ କାର୍ଡ଼ ସମ୍ବନ୍ଧରେ ତଥ୍ୟ ବୁଝିବା ପାଇଁ ଆସୁଥିବା ବେଳେ ତାଲା ଝୁରୁଥିବା ଘଟଣା ନୈରାଶ୍ୟତା ସୃଷ୍ଟି କରୁଛି। ପଞ୍ଚାୟତ କାର୍ଯ୍ୟାଳୟର ଏଭଳି ଅବସ୍ଥା ଦେଖି କୌଣସି କାର୍ଯ୍ୟରେ ଆସିଥିବା ପୂର୍ଣ୍ଣଚନ୍ଦ୍ର ପଟେଲ, ବିନୋଦ ରୋହିତ ଦାସ ମତାମତ ଲୋଡ଼ିବାରେ ଆମେ ଭତ୍ତା ଓ ଆୟୁଷ୍ମାନ କାର୍ଡ଼ ସମ୍ବନ୍ଧରେ ଆସିଥିଲୁ, କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଅବସ୍ଥା ଦେଖି ଆମେ ଏକ ରକମର ହତାଶ ହୋଇପଡ଼ିଛୁ। ଏତେ ଟାଣ ଖରାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ ବସିବାକୁ ଟିକେ ଜାଗା ନାହିଁ। କାହାର ଦଳୀୟ ଝଗଡ଼ା ହେଲା, ମାତ୍ର ସରକାରୀ କାର୍ଯ୍ୟାଳୟରେ ତାଲା ପକାଇ ସାଧାରଣ ଜନତାକୁ ହଇରାଣ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ବଡ଼ମାଳ ସରପଞ୍ଚ ନରେଶ କୁମାର ନାୟକଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରେ ମୋତେ ଏହି ସଭା ସମ୍ପର୍କରେ ବା ତାଲା ପକାଇବା ଘଟଣାରେ କେହି କିଛି ଜଣାଇ ନାହାନ୍ତି ବୋଲି କହିଛନ୍ତି। ପରେ ବଡ଼ମାଳ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏହି ତାଲା ପଡ଼ିବା ବିଷୟରେ ପଚାରିବାରେ ଏହି ତାଲା ମାରିବା ଘଟଣା ସମ୍ପର୍କରେ ମୁଁ କିଛି ଜାଣିନାହିଁ, ମୁଁ 2 ଦିନ ହେଲା ଛୁଟି ରହିଥିବାରୁ ମୁଁ ଅଫିସକୁ ଆସିଲି। ଏବେ କାର୍ଯ୍ୟାଳୟ ଫାଟକରେ ତାଲା ଝୁଲୁଥିବା ଦେଖୁଛି ବୋଲି ସେ କହିଥିଲେ। ମୁଖ୍ୟ ଅଭିଯୁକ୍ତ ନାୟବ ସରପଞ୍ଚ ସୁସ୍ମିତା ମାଝୀକୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇବା ନେଇ ପ୍ରଶ୍ନ ରଖାଯିବାରୁ ଏଭଳି ଅପ୍ରତ୍ୟାଶିତ କୌଣସି ଉତ୍ତର ଦେଇ ନପାରି ସେଠାରୁ ଚାଲି ଯାଇଥିଲେ। ଏହାକୁ ନେଇ ଆଜି ପଞ୍ଚାୟତ ନିର୍ବାହୀ ଅଧିକାରୀ CUL ତିର୍କି ଜମନକିରା BDO ରବୀନ୍ଦ୍ର ସେଠୀଙ୍କ ନିକଟରେ ଅଭିଯୋଗ କରିବା ପରେ ନାୟବ ସରପଞ୍ଚ ଓ ତାଙ୍କ ସହ କାର୍ଯ୍ୟକାରୀ ବୃନ୍ଦଙ୍କ BDO ଶ୍ରୀ ସେଠୀ ତୁରନ୍ତ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ଖୋଲିବା ପାଇଁ କହିଥିଲେ। ମଙ୍ଗଳବାର ମଧ୍ୟାହ୍ନ 2ଟା ପରେ ନାୟବ ସରପଞ୍ଚ ସୁସ୍ମିତା ମାଝୀ ସ୍ୱାମୀ ଝୁଲି ଝୁଲି ଆସି ପଞ୍ଚାୟତ କାର୍ଯ୍ୟାଳୟର ତାଲାକୁ ଖୋଲିଥିଲେ। ସରକାରଙ୍କ କ୍ଷମତା ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ତଥା ପ୍ରଶାସନିକ ସମସ୍ତ ବିଧି ବିଧାନକୁ ଏଡ଼ାଇ ନାୟବ ସରପଞ୍ଚଙ୍କ ସ୍ୱାମୀ କେଉଁ ଉଦ୍ଦେଶ୍ୟରେ ଦୀର୍ଘ ସମୟ ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ପାରିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାପାଳ ତୁରନ୍ତ ଏଭଳି ଅବ୍ୟବସ୍ଥିତ ଆଚରଣ ବିରୁଦ୍ଧରେ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି। तो ताला लॉक अच्छे दे पंचायत तो खुला है ही नहीं बता केना पाऊ छो ताला केना दे है बोले ये हमार पंचायत जा बैंक रे सामने रे कहाँ थे लगी ताला दे है काहे थी लगी दे छन से हमें और काहे जानू यो भी त नहीं जाने बोल छन सरपंच भी नहीं जाने बोल छन किए दे ताला किए दे छटा एटा तो मीटिंग रे चली थला इन तार आरा दिन तो ताला पड़ी छे। ସମ୍ବଲପୁର ଜମନକିରାରୁ ସତ୍ୟପ୍ରିୟ ମହାପାତ୍ରଙ୍କ ରିପୋର୍ଟ, A1 ଓଡ଼ିଶା।